ଭଗବାନ କହିଛନ୍ତି ଭଗବତ ଗୀତାରେ, ଆପଣ ନିଜର ମନକୁ ଦିଟା ଅସ୍ତ୍ରରେ ତାକୁ କାବୁ କରିପାରିବେ। ସେଟା ପ୍ରଥମ ହେଉଛି ଅଭ୍ୟାସ ଏବଂ ବୈରାଗ୍ୟ। ଅଭ୍ୟାସରେ ଆପଣ ଗୋଟେ ଜିନିଷକୁ ଯଦି ଭଲକୁ ମାଇଣ୍ଡଟାକୁ ଭଲ ଭାବରେ ଟ୍ରାନ୍ସଫର୍ମ କରିବାକୁ ଚାହିଁବେ, କାହିଁକି ନା ଆମ ବ୍ରେନ୍ ସବୁବେଳେ କୁହେ ତାକୁ ଡୋପାମାଇନ୍ ଦରକାର, କିନ୍ତୁ ଡୋପାମାଇନ୍ କେମିତି ଦରକାର। ନମସ୍କାର, ଆଜିର ଏକ ଇଣ୍ଟରେଷ୍ଟିଂ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ। କାହିଁକି ନା ସବୁଠୁ ଆଜି ଆମେ ଚର୍ଚ୍ଚା କରିବାକୁ ମୁଁ ଚାହୁଁଛି, ଆଜିକା ସମୟରେ ଭାରତର ଯୁବପିଢ଼ିମାନଙ୍କର ସବୁଠୁ ବଡ଼ ସମସ୍ୟା ହେଉଛି ନିଜ ମନ ଉପରେ କଣ୍ଟ୍ରୋଲ, ଏବଂ ସେ ନିଜେ ବି ଜାଣିପାରୁନାହାନ୍ତି, ଯାହାଦ୍ୱାରା ସେମାନେ ପର୍ନ ଆଡ଼ିକ୍ଟେଡ଼ ହେଇକିରି ନିଜର ଯେଉଁ ମୂଲ୍ୟବାନ ଜିନିଷଟାକୁ ରିଲିଜ୍ ଅଟୋମେଟିକ୍ ହେଇଯାଉଛି। ଦେଖନ୍ତୁ, ଏଇ ଜିନିଷ ଉପରେ ଭାରତର କୌଣସି ଲୋକ ଚର୍ଚ୍ଚା କରିବାକୁ ଚାହୁଁନାହାନ୍ତି ଏବଂ ଲାଜ ମଧ୍ୟ କରୁଛନ୍ତି। କାରଣ କାହିଁକି ସମସ୍ତେ ଦେଖନ୍ତୁ, ଯଦି ଏଇ ଜିନିଷ ନ ହୋଇଥାନ୍ତା ତାହେଲେ ଭାରତ ବିଶ୍ୱରେ ପର୍ନ ଦେଖିବାରେ ନମ୍ବର 1 କେମିତି ହେଇଥାନ୍ତା, ଥରେ ଭାବନ୍ତୁ। କିନ୍ତୁ ଇଚ୍ଛାକୁ ଦବେଇକି ରଖିକି ମୁଁ ମୋ ପର୍ସନାଲ ଏକ୍ସପିରିଏନ୍ସରୁ କହୁଛି, ମୁଁ ବି ସମସ୍ତେ ସେ ଜିନିଷରେ ଆଡ଼ିକ୍ଟେଡ଼ ଅଛନ୍ତି, କିନ୍ତୁ କେହି କହିବାକୁ ଚାହୁଁନାହାନ୍ତି। ଆପଣ ଦେଖିପାରୁଥିବେ, ମୁଁ ଅଖଣ୍ଡ ବ୍ରହ୍ମଚର୍ଯ୍ୟ ପାଳନ କରିବା ପରେ ମୋ ବଡ଼ିର ଟ୍ରାନ୍ସଫର୍ମେସନ୍ ଏବଂ ମନକୁ କଣ୍ଟ୍ରୋଲ କରିବା, ଡେଲି ମେଡ଼ିଟେସନ୍ କରିବା, ଯାହାଦ୍ୱାରା ମୁଁ ନିଜେ ରିଏଲାଇଜ୍ କରିଛି କି ମୋତେ କେବେ ଟାୟାର୍ଡ଼ ହିଁ ଫିଲ୍ ହୁଏନି। ଆପଣମାନେ ଦେଖନ୍ତୁ, ସମସ୍ତେ ଯିଏ ବି ଆଜିକା ସମୟରେ କାହିଁକି ସମସ୍ତେ ଯୁବପିଢ଼ି ପରିଶାନ, କାହିଁକି ଆମ ପାଖରେ ସବୁଠୁ ମେନ୍ ଜିନିଷ ଗୋଟେ ୱେପନ୍ ଅଛି, ସିଏ କହିବାକୁ ଗଲେ ମୋବାଇଲ। କାହିଁକି ମନକୁ ଯେଉଁ ଜିନିଷ ଖୁସି ଲାଗେ ମନ ସେ ଜିନିଷ ସବୁବେଳେ କରେ, କିନ୍ତୁ ଆମେ ଜାଣିପାରେନି କି ଆମ ସମୟଟା କୁଆଡ଼େ ଯାଉଛି, କାହିଁକି ଯାଉଛି, ଯାହାଦ୍ୱାରା ସବୁବେଳେ ଆମେ ଟେନସନ୍ ରହୁ। କିନ୍ତୁ ଥରେ କେବେ ଆପଣମାନେ ନିଜ ମନକୁ ଥରିକି ନୋଟିସ୍ କରିଛନ୍ତି କି ମୋର ଯେଉଁ ସମୟଟା କାହିଁକି ଯାଉଛି? ନିଜେ ବସିକି ଭାବିଛନ୍ତି? ତାକୁ କେବେ ନୋଟିସ୍ କରିଛନ୍ତି? କରିନାହାନ୍ତି। ଆଜିଠୁ କରନ୍ତୁ। ମୁଁ ଯେଉଁ ଜିନିଷଟାକୁ ଅସମ୍ଭବ ବୋଲି ଭାବୁଥିଲି, ଅସମ୍ଭବ କ'ଣ ଏଇ ଜିନିଷ କେବେ ହେଇପାରିବନି। କାହିଁକିନା ଏଇଟା ସମସ୍ତେ ନୁଚଉଛନ୍ତି, କିନ୍ତୁ ସମସ୍ତେ ମାନେ ଇଣ୍ଟରନାଲି ନିଜ ହାବିଚୁଆଲରେ ସମସ୍ତେ ପରିଣତ ହେଇଛନ୍ତି। କିନ୍ତୁ ମୁଁ ମୋ ନିଜ ପର୍ସନାଲ ଏକ୍ସପିରିଏନ୍ସକୁ ଦୃଢ଼ ଇଚ୍ଛାଶକ୍ତି ବଦଳରେ ଭଗବାନ କହିଛନ୍ତି ଭଗବତ ଗୀତାରେ, ଆପଣ ନିଜର ମନକୁ ଦିଟା ଅସ୍ତ୍ରରେ ତାକୁ କାବୁ କରିପାରିବେ। ସେଟା ପ୍ରଥମ ହେଉଛି ଅଭ୍ୟାସ ଏବଂ ବୈରାଗ୍ୟ। ଅଭ୍ୟାସରେ ଆପଣ ଗୋଟେ ଜିନିଷକୁ ଯଦି ଭଲକୁ ମାଇଣ୍ଡଟାକୁ ଭଲ ଭାବରେ ଟ୍ରାନ୍ସଫର୍ମ କରିବାକୁ ଚାହିଁବେ, କାହିଁକି ନା ଆମ ବ୍ରେନ୍ ସବୁବେଳେ କୁହେ ତାକୁ ଡୋପାମାଇନ୍ ଦରକାର, କିନ୍ତୁ ଡୋପାମାଇନ୍ କେମିତି ଦରକାର। ଆପଣ ଯଦି ପଢ଼ିବାକୁ ଭଲ ପାଉଛନ୍ତି, ତାହେଲେ ଆପଣଙ୍କର ଯେଉଁ ମୁଭି ଦେଖୁଛନ୍ତି କି ଅଲଗା ଜିନିଷ ଅଶ୍ଳୀଳ ଜିନିଷ ମୋବାଇଲରେ ଦେଖୁଛନ୍ତି, ନ ଦେଖିକି ଆପଣ ମନଟାକୁ ଯଦି ଏଇ ଜିନିଷରେ ଲଗେଇ ପାରିବେ, ତାହେଲେ ଆପଣ ଜାଣିବେ ଆପଣଙ୍କ ଲାଇଫ୍ ଟ୍ରାନ୍ସଫର୍ମ ହେଇଯିବ। ଆଉ କାହିଁକି ନା ଅଭ୍ୟାସରେ ଯେଉଁ ଜିନିଷ ପରିଣତ ହେଇଯାଏ, ଆପଣ ତ ଟ୍ରାନ୍ସଫର୍ମ ହେଇଯାଏ, କିନ୍ତୁ ମନ କ'ଣ ହୁଏ କି ପୁଣି ବେଳେବେଳେ ଯେହେତୁ ଆମ ଚାରିପଟେ ଚତୁଃପାର୍ଶ୍ୱରେ ସମସ୍ତେ ଆମକୁ ଡିଷ୍ଟ୍ରାକ୍ଟ କରିବା ପାଇଁ ରହୁଛନ୍ତି, ମୋ ମନ କ'ଣ କରିବ, ପୁଣି ଡିଷ୍ଟ୍ରାକ୍ଟ ହେଇଯିବ। କିନ୍ତୁ ଆପଣ ଯଦି ବୈରାଗ୍ୟକୁ ଲାଇଫରେ ଆଣିବେ, ମାନେ କାହିଁକି ନା ଦେଖନ୍ତୁ, ଆମେ କହିବା କି ଏଇ ଜିନିଷଟା ଆମେ ଦେଖୁଛୁ, ଏଇ ଜିନିଷଟା ଆମକୁ କ'ଣ ମିଳୁଛି, ଏଇ ଜିନିଷ ଆମେ ଯେଉଁ ଭଗବାନ ଆମକୁ ଜୀବନ ଦେଇଛନ୍ତି, ସଂସାରକୁ ଆସିବାର କାରଣଟା କ'ଣ? ତାର କିଛି କାରଣ ଥିବ। ସେ କାରଣଟାକୁ ଆମେମାନେ ଯଦି ରିଏଲାଇଜ୍ କରିବା, ତାହେଲେ ଆମେ ସବୁ ଜିନିଷ ଜାଣିବା। କାହିଁକିନା ଦେଖନ୍ତୁ, ସମସ୍ତେ ଯେତେବେଳେ ମରିବେ ତାଙ୍କ ପାଖରେ କିଛି ନଥିବ। ଆପଣ ଯଦି ଲାଇଫରେ କିଛି ଭଲ କାମ କରିଥିବେ, କିଛି ଆଚିଭମେଣ୍ଟ କରିଥିବେ, ତାହେଲେ ଲୋକମାନେ କିଛି ହିଁ କହିବେ। ଥରେ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରନ୍ତୁ। ଇଚ୍ଛା ନାହିଁ, ମାନେ ମନ ବାରମ୍ବାର ଆପଣଙ୍କୁ ତଡ଼ପାଇବ, କିନ୍ତୁ ଦୃଢ଼ ଇଚ୍ଛା ଶକ୍ତି ବଦଳରେ ଆପଣ ଦେଖିବେ, ଆମ ଗୋଟେ ସାଇକୋଲୋଜି ଷ୍ଟଡ଼ିରୁ ଜଣାପଡ଼ିଛି, ଯେଉଁ ଜିନିଷକୁ ଆପଣ ଗୋଟେ ରେଗୁଲାରଲି 21 ଦିନ କରିଦେବେ, ହାବିଚୁଆଲରେ ପରିଣତ କରିଦେବେ, ତାହେଲେ ସେ ଜିନିଷଟା ଆପଣ ଡ୍ରପ୍ ହେଇଯିବ। ସେଥିପାଇଁ ଆଜିଠୁ ଶପଥ ନିଅନ୍ତୁ, ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରନ୍ତୁ ଏବଂ ସବୁଠୁ ନିଜ ମନକୁ ନୋଟିସ୍ କରିବାକୁ ଚେଷ୍ଟା କରନ୍ତୁ। ମେଡ଼ିଟେସନ୍ ଯେତେବେଳେ କରିବେ ଆପଣ, କାହିଁକିନା ଦେଖନ୍ତୁ, ଆପଣ ଆଖି ଖୋଲିକି ଘଣ୍ଟା ଘଣ୍ଟା ଧରିକି ବସି ପଡ଼ିବେ, କିନ୍ତୁ ଆଖି ବନ୍ଦ କରିକି 5 ମିନିଟ୍ ବସିପାରିବେନି। କାହିଁକି? 5 ମିନିଟ୍ ବସିଲା ମାନେ ମନ ବେଚୈନ ହେବ। ମନ ଚାହିଁବ କି ମୋତେ କିଏ କଣ୍ଟ୍ରୋଲ କରିବାକୁ ଚାହୁଁଛି,
କିନ୍ତୁ ଜବରଦସ୍ତ ବସିବେ, 5 ମିନିଟ୍ ଟ୍ରାଏ କରିବେ, 10 ମିନିଟ୍ ଟ୍ରାଏ କରିବେ। ଦିନ ଥିଲା ମୁଁ ବି ଟ୍ରାଏ କରିପାରୁନଥିଲି, 5 ମିନିଟ୍ ଥିଲା, 10 ମିନିଟ୍ ଥିଲା, ଆଜିକା ସମୟରେ ଘଣ୍ଟେ ବି ବସି ପଡ଼ୁଛି। ପୁରା କନଷ୍ଟାଣ୍ଟଲି ନିଜର ପୁରା ଧ୍ୟାନରେ ବସିବେ, ଦେଖିବେ ଆପଣଙ୍କ ଲାଇଫ୍ ଟ୍ରାନ୍ସଫର୍ମ ହେଇଯିବ। ଆପଣଙ୍କ ଜୀବନରେ କିଛି ନାହିଁ ତାହେଲେ ଆପଣ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରନ୍ତୁ। କିନ୍ତୁ ଆପଣ ଜାଣିଥିବେ ବହୁତ ଡକ୍ଟର ମାନେ କହୁଛନ୍ତି କି ସେଇଟା ରେଗୁଲାରଲି ହେବା ଦରକାର, କିନ୍ତୁ ୟା ଦ୍ୱାରା ରେଗୁଲାରଲି ହେଲେ ଆପଣ ଯଦି କହୁଛନ୍ତି ଆପଣଙ୍କ ମାଇଣ୍ଡଟା ସେଇଥିରେ ରହିବ ନା, ସେଇଥିରେ ରହିଲେ ଆପଣ ପାଠ ପଢ଼ିପାରିବେନି, କିଛି ବି କରିପାରିବେନି, ଲାଇଫରେ ଆଚିଭମେଣ୍ଟ କିଛି କରିପାରିବେନି, ଆପଣଙ୍କ ଲାଇଫଟା ପୁରା ସ୍ପଏଲ୍ ହେଇଯିବ। ଆପଣ ଆଫ୍ଟର ମ୍ୟାରେଜ ଆପଣଙ୍କ ଲାଇଫ ବି ପୁରା ସ୍ପଏଲ୍, ଏବେ ବି ୟଙ୍ଗ ଟର୍ମରେ ପୁରା ସ୍ପଏଲ୍। ଆପଣ ଯେଉଁ ସମୟ ବିତି ଯାଇଛି ସେ ଜିନିଷକୁ ଛାଡ଼ନ୍ତୁ, ଏବେଠୁ ଲାଇଫକୁ ଟ୍ରାନ୍ସଫର୍ମ କରିବା ପାଇଁ ପୁରା ଜିଦି ଧରନ୍ତୁ। ଜୟ ହିନ୍ଦ, ଜୟ ଭାରତ, ଜୟ ଶ୍ରୀକୃଷ୍ଣ।